ପିଲାମାନେ ଆଜି ଆମେ ଜାଣିବା ବୃତ୍ତ ଓ ଏହା ସମ୍ବନ୍ଧୀୟ ମାପ ବିଷୟରେ ଅନେକ ଗୁଡ଼ିଏ ମଲ୍ଟିପୁଲ୍ସ ଚଏସ୍ କ୍ୱେଶ୍ଚନ୍ ସବୁ ଅଛି, ଯାହାକି ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ, ନବୋଦୟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏବଂ ଅନ୍ୟାନ୍ୟ ବୃତ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଭେରି ଇମ୍ପୋର୍ଟାଣ୍ଟ ରହିଛି, ଯାହାକି ଏହା ସବୁ ଜାଣିବା ନିତାନ୍ତ ଜରୁରୀ। ଠିକ୍ ଅଛି, ତେବେ କେଉଁ ସବୁ ପ୍ରଶ୍ନ ଉତ୍ତର ଗୁଡ଼ିକ ରହିଛି ଏବେ ଆସ ଦେଖିବା। ଠିକ୍ ଅଛି, ଫାର୍ଷ୍ଟ କ୍ୱେଶ୍ଚନ୍, ଗୋଟିଏ ବୃତ୍ତରେ କେତୋଟି କେନ୍ଦ୍ରବିନ୍ଦୁ ଥାଏ? ଗୋଟିଏ ବୃତ୍ତରେ କେତୋଟି କେନ୍ଦ୍ରବିନ୍ଦୁ ଥାଏ? ଏହାର ଅପସନ୍ ଅଛି ଅସଂଖ୍ୟ, ଗୋଟିଏ, ଦୁଇଟି, ତିନୋଟି। ଏହାର ସଠିକ୍ ଉତ୍ତରଟି ହେଉଛି ବି, ଗୋଟିଏ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍, ବୃତ୍ତର କେଉଁଟି ନଥାଏ? ବୃତ୍ତର କେଉଁଟି ନଥାଏ? ଏହାର ଅପସନ୍ ଅଛି ବାହୁ, କେନ୍ଦ୍ର, ବ୍ୟାସାର୍ଦ୍ଧ, ବ୍ୟାସ। ଏହାର ସଠିକ୍ ଉତ୍ତରଟି ହେଉଛି ଏ, ବାହୁ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍, ବୃତ୍ତର ଆକୃତି କିପରି? ବୃତ୍ତର ଆକୃତି କିପରି? ଏହାର ଅପସନ୍ ଅଛି ଚତୁର୍ଭୁଜାକୃତି, ତ୍ରିଭୁଜାକୃତି, ଗୋଲାକୃତି, ସରଳ ରୈଖିକ। ଏହାର ସଠିକ୍ ଉତ୍ତରଟି ହେଉଛି ସି, ଗୋଲାକୃତି। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ବୃତ୍ତରେ କେତୋଟି ବ୍ୟାସ ଅଙ୍କନ ସମ୍ଭବ? ଗୋଟିଏ ବୃତ୍ତରେ କେତୋଟି ବ୍ୟାସ ଅଙ୍କନ ସମ୍ଭବ? ଏହାର ଅପସନ୍ ଅଛି ଗୋଟିଏ, ଦୁଇଟି, ତିନୋଟି, ଅସଂଖ୍ୟ। ଏହାର ସଠିକ୍ ଉତ୍ତରଟି ହେଉଛି ଡି, ଅସଂଖ୍ୟ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍, ବୃତ୍ତର ବ୍ୟାସାର୍ଦ୍ଧ ବ୍ୟାସର କ'ଣ ଅଟେ? ବୃତ୍ତର ବ୍ୟାସାର୍ଦ୍ଧ ବ୍ୟାସର କ'ଣ ଅଟେ? ଏହାର ଅପସନ୍ ଅଛି ଅର୍ଦ୍ଧେକ, 2 ଗୁଣ, 3 ଗୁଣ, 1/3। ଏହାର ସଠିକ୍ ଉତ୍ତରଟି ହେଉଛି ଏ, ଅର୍ଦ୍ଧେକ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍, ପାର୍ଶ୍ୱସ୍ଥ ଚିତ୍ରଟି ଏକ ବୃତ୍ତ ଯାହାର କେନ୍ଦ୍ର କ। ଅତଏବ କ ଖ = 5 ସେଣ୍ଟିମିଟର, ଗ ଘ କେତେ? ପାର୍ଶ୍ୱସ୍ଥ ଚିତ୍ରଟି ଏକ ବୃତ୍ତ ଯାହାର କେନ୍ଦ୍ର କ, ଅତଏବ କ ଖ 5 ସେଣ୍ଟିମିଟର ହେଲେ ଗ ଘ କେତେ ହେବ? ଏହାର ଅପସନ୍ ଅଛି 5 ସେଣ୍ଟିମିଟର, 6 ସେଣ୍ଟିମିଟର, 10 ସେଣ୍ଟିମିଟର, 4 ସେଣ୍ଟିମିଟର। ଏହାର ସଠିକ୍ ଉତ୍ତରଟି ହେଉଛି ସି, 10 ସେଣ୍ଟିମିଟର। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍, ବସ୍ ଚକର ଆକାର କିପରି? ବସ୍ ଚକର ଆକାର କିପରି? ଏହାର ଅପସନ୍ ଅଛି ତ୍ରିଭୁଜାକାର, ବୃତ୍ତାକାର, ଉପବୃତ୍ତାକାର, ଅଧିବୃତ୍ତାକାର। ଏହାର ସଠିକ୍ ଉତ୍ତରଟି ହେଉଛି ବି, ବୃତ୍ତାକାର। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚନ୍, କେଉଁଟି ଭୁଲ? କେଉଁଟି ଭୁଲ? ଏହାର ଅପସନ୍ ଅଛି ବୃତ୍ତର ପରିସୀମା ଅଛି, ବୃତ୍ତର ଗୋଟିଏ ମାତ୍ର ବ୍ୟାସାର୍ଦ୍ଧ ସମ୍ଭବ। ତା ପରବର୍ତ୍ତୀ ଅପସନ୍ ଅଛି ବୃତ୍ତ ଏକ ଆବଦ୍ଧ ଚିତ୍ର, ବୃତ୍ତରେ ଗୋଟିଏ କେନ୍ଦ୍ରବିନ୍ଦୁ ଥାଏ। ଏହାର ସଠିକ୍ ଉତ୍ତରଟି ହେଉଛି
बी वृत्तर गोटे मात्र व्यासार्ध संभव। यह होची भूल उक्ति। ठीक अच्छे। नेक्स्ट क्वेश्चन, पार्श्वस्थ चित्र रे प्रथम वृत्तर एक व्यासार्ध किए? पार्श्वस्थ चित्र रे प्रथम वृत्तर एक व्यासार्ध किए? यार ऑप्शन अच्छी क ग, क घ, ग ख, घ ख। यार सठिक उत्तरटी होची बी क घ। ठीक अच्छे। नेक्स्ट क्वेश्चन, गोटिए गुड़ीर व्यासार्ध 3 सेंटीमीटर हेले गुड़ीर व्यास केते? गोटिए गुड़ीर व्यासार्ध 3 सेंटीमीटर हेले गुड़ीर व्यास केते? यार ऑप्शन अच्छी 6 सेंटीमीटर, 4 सेंटीमीटर, 1.5 सेंटीमीटर, 2 सेंटीमीटर। यार सठिक उत्तरटी होची ए 6 सेंटीमीटर। ठीक अच्छे। नेक्स्ट क्वेश्चन, पार्श्वस्थ चित्र रे 3 वृत्तर व्यास केते हेबो? पार्श्वस्थ चित्र रे 3 वृत्तर व्यास केते हेबो? यार ऑप्शन अच्छी 4 मीटर, 6 मीटर, 8 मीटर, 10 मीटर। यार सठिक उत्तरटी होची सी 8 मीटर। ठीक अच्छे। नेक्स्ट क्वेश्चन, वृत्तर केन्द्ररू केतोटी व्यासार्ध अंकन संभव? वृत्तर केन्द्ररू केतोटी व्यासार्ध अंकन संभव? यार ऑप्शन अच्छी 2टी, 3 गोटी, असंख्य, 4 गोटी। यार सठिक उत्तरटी होची सी असंख्य। ठीक अच्छे। नेक्स्ट क्वेश्चन, एक वृत्तर व्यास यार व्यासार्धर केते गुण? एक वृत्तर व्यास यार व्यासार्धर केते गुण? यार ऑप्शन अच्छी 1 गुण, 2 गुण, अध गुण, 3 गुण। यार सठिक उत्तरटी होची बी 2 गुण। ठीक अच्छे। नेक्स्ट क्वेश्चन, वृत्तर केन्द्रबिंदु रे केते परिमाणर कोण अंकन होई पारिबो? वृत्तर केन्द्रबिंदु रे केते परिमाणर कोण अंकन होई पारिबो? यार सठिक उत्तरटी हो यार ऑप्शन अच्छी 300 डिग्री, 2 समकोण, 4 समकोण, 180 डिग्री। यार सठिक उत्तरटी होची सी 4 समकोण। ठीक अच्छे। नेक्स्ट क्वेश्चन, वृत्तर केन्द्रबिंदु देई वृत्तर उभय पार्श्व को जोग करुथिबा रेखाखंड को कौन कहा जाए? वृत्तर केन्द्रबिंदु देई वृत्तर उभय पार्श्व को जोग करुथिबा रेखाखंड को कौन कहा जाए? यार ऑप्शन अच्छी व्यास, व्यासार्ध, ज्या, रेखाखंड। यार सठिक उत्तरटी होची ए व्यास। ठीक अच्छे। नेक्स्ट क्वेश्चन, वृत्त क्यों रेखा को नहीं गठित हुए? वृत्त क्यों रेखा को नहीं गठित हुए? यार ऑप्शन अच्छी सरल रेखा, वक्र रेखा, सरल वक्र रेखा, जटिल रेखा। यार सठिक उत्तरटी होची बी वक्र रेखा। ठीक अच्छे। नेक्स्ट क्वेश्चन, वृत्तर केन्द्र वृत्तर केउठारे अवस्थित? वृत्तर केन्द्र
ବୃତ୍ତର କେଉଁଠାରେ ଅବସ୍ଥିତ? ଏହାର ଅପସନ୍ ଅଛି ବୃତ୍ତ ଉପରସ୍ଥ, ବୃତ୍ତର ବହିର୍ଦେଶ, ବୃତ୍ତର ଅନ୍ତର୍ଦେଶ, ବ୍ୟାସର ମଧ୍ୟବିନ୍ଦୁରେ। ଏହାର ସଠିକ୍ ଉତ୍ତରଟି ହେଉଛି ଡି, ବ୍ୟାସର ମଧ୍ୟବିନ୍ଦୁରେ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ବୃତ୍ତର ବୃହତ୍ତମ ଜିଆକୁ କ'ଣ କୁହାଯାଏ? ବୃତ୍ତର ବୃହତ୍ତମ ଜିଆକୁ କ'ଣ କୁହାଯାଏ? ଏହାର ଅପସନ୍ ଅଛି ବ୍ୟାସାର୍ଦ୍ଧ, ବୃତ୍ତଖଣ୍ଡ, ବୃତ୍ତକଳା, ବୃତ୍ତବଳା ବ୍ୟାସ। ଏହାର ସଠିକ୍ ଉତ୍ତରଟି ହେଉଛି ଡି, ବ୍ୟାସ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ବୃତ୍ତର ବ୍ୟାସାର୍ଦ୍ଧ ବ୍ୟାସର କେତେ ଗୁଣ? ବୃତ୍ତର ବ୍ୟାସାର୍ଦ୍ଧ ବ୍ୟାସର କେତେ ଗୁଣ? ଏହାର ଅପସନ୍ ଅଛି 2 ଗୁଣ, 3 ଗୁଣ, 1 ଗୁଣ, ଅଧ ଗୁଣ। ଏହାର ସଠିକ୍ ଉତ୍ତରଟି ହେଉଛି ଡି, ଅଧ ଗୁଣ। ଠିକ୍ ଅଛି। ନେକ୍ସଟ କ୍ୱେଶ୍ଚନ୍, ଗୋଟିଏ ଚକର ବ୍ୟାସାର୍ଦ୍ଧ 5 ସେଣ୍ଟିମିଟର ହେଲେ ଏହାର ଉଚ୍ଚତା କେତେ? ଗୋଟିଏ ଚକର ବ୍ୟାସାର୍ଦ୍ଧ 5 ସେଣ୍ଟିମିଟର ହେଲେ ଏହାର ଉଚ୍ଚତା କେତେ? ଏହାର ଅପସନ୍ ଅଛି 10 ସେଣ୍ଟିମିଟର, 15 ସେଣ୍ଟିମିଟର, 20 ସେଣ୍ଟିମିଟର, 25 ସେଣ୍ଟିମିଟର। ଏହାର ସଠିକ୍ ଉତ୍ତରଟି ହେଉଛି ଏ, 10 ସେଣ୍ଟିମିଟର। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏହି ଭିଡ଼ିଓଟି ଭେରି ଇମ୍ପୋର୍ଟାଣ୍ଟ ହୋଇଥିବାରୁ ନିଜ ସାଙ୍ଗସାଥିମାନଙ୍କ ନିକଟକୁ ନିଶ୍ଚୟ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।